ମୋ ନାମ ହେଲା ରମାକାନ୍ତ ସାହୁ, ଘର ବରବାଦ। ଆମର ଗଙ୍ଗାର ନଦୀ ନଦୀ ଆମର ଖାଇଯାଉଛି, ପାଣି ଆସିକି ଘର କଡ଼ ପହଞ୍ଚି ଯାଇଛି। ଆଉ ପାଇଖାନା ଗୋଟେ ନଦୀକି ଚାଲି ଯାଇଛି, ଆଉ ଗୋଟେ ପାଇଖାନା ନଦୀ କଡ଼ରେ ରହିଛି, ସେଟାକୁ ତାଡ଼ି ଦେଇଛନ୍ତି। ଗଛ ପତ୍ର ବହୁତ ଥିଲା, ଗଛ ପତ୍ର ସବୁ ନଷ୍ଟ କରିଦେଲେ। ଆମକୁ କହିଲେ ଯେ ଏଇ କଣ୍ଟ୍ରାକ୍ଟର ଯେଉଁମାନେ ନେଇଛନ୍ତି, ଯେଉଁ କଣ୍ଟ୍ରାକ୍ଟର କାମ କରୁଛନ୍ତି, ସେ କହିଲେ ଯେ ତମେ ଗଛ କାଟ, ଗଛ ନ କାଟିଲେ ଏଠି କାମ କରିହବନି, ତମେ ଜମି ଛାଡ଼ିବ। ତ ଆମେ କହିଲେ ହଁ, ଆମେ ଜମି ଛାଡ଼ିବା। ନା ତମେ ଶୀଘ୍ର ଗଛ କାଟ, ଗଛ କାଟିଲେ ଆମେ ଏଠି ସଫା କରିବା। ଆମେ ଗଛ ଗୁଡ଼ା ସବୁ ବିକ୍ରି କରିଦେଲେ କମ୍ ରେଟ୍ରେ ବିକ୍ରି କରିଦେଇକି, ତାପରେ ଆଉ କଣ୍ଟ୍ରାକ୍ଟର ଦେଖା ନାହିଁ, ସେ ଆଉ ଆସୁନାହାନ୍ତି, ପଛର ଆଣୁନାହାନ୍ତି, କାମ କରୁନାହାନ୍ତି। ନା, କାମ ହଉନି। ଆଉ ତାଙ୍କର ତ ଦେଖା ନାହିଁ, ଲାଇଟ୍ ଚୁଡ଼ା ଦେଇକି ଯାଇଛନ୍ତି। ବର୍ତ୍ତମାନ ଏ ବର୍ଷ ଯଦି କାମ ନ ହୁଏ, ଆମର ବାଡ଼ି ଗୁଡ଼ା ବହୁତ ଖାଇଯିବ, ଘର ପହଞ୍ଚିଯିବ ନଦୀ। ମୋ ନାଁ ପୁରୁଷୋତ୍ତମ ପ୍ରଧାନ, ଗାଁ ଗ୍ରାମବାସୀ। ପଥର ଜାମ୍ପିରି ପାଇଁ ଆସିଥିଲେ, ମାର୍ଚ୍ଚ ମାସ ହେଇଗଲାଣି। ଆଉ ମାନେ ସବୁ ଗଛ ବାଉଁଶ ସବୁ କାଟିଦେଲେ, କହିଲେ ଆମେ 4 ଦିନ ଭିତରେ କାମ କରିବା। ଏତ ମଧ୍ୟ କିଛି କାମ କଲେନି। କଣ୍ଟ୍ରାକ୍ଟର ମଝିରେ ଦେଖା ଦର୍ଶନ କାହିଁ, ଫୋନ୍ କଲା ବି ଫୋନ୍ ଉଠଉନାହାନ୍ତି। ଆଉ ଆମେ ବିଡ଼ିଓଙ୍କ ପାଖରେ ଯାଇକି ବ୍ଲକରେ କମ୍ପ୍ଲେନ୍ କରିଥିଲୁ। ତାପରେ ବିଡ଼ିଓ ଆସିଥିଲେ ନା କୋଉ ମ୍ୟାଡ଼ାମକୁ ଯେଇ ପଠେଇଥିଲେ, ସିଏ ଆସିଥିଲେ ଯେ କହିଲେ ଆଉ ଆମେ 4 ଦିନ ଭିତରେ କାମ ଆରମ୍ଭ କରିବୁ। ଆସିକି କହିଗଲେ, ଏମିତି ବି ଆଉ କାମ କିଛି କଲେନି। ତାପରେ ବନ୍ୟା ପାଣି ବି ଆସିବା ସମୟ ଆସିଲେ, ଜୁନ୍ ମାସ ହେଇଗଲେ। ଆଉ ପାଇଖାନା 2ଟା ଟାଙ୍କି ଆମର ନଈକି ଚାଲିଗଲେ। ଆଉ ଏବେ ଆମେ ଚଳିବା ପାଇଁ ବହୁତ ହଇରାଣ ହଉଛୁ। କାମଟା କେବେ ଜଲ୍ଦି ହବ, ଆମେ ସେଇ ହିସାବରେ ମିଡ଼ିଆ ମାଧ୍ୟମରେ ଆଉ ତାପରେ ବ୍ଲକ ଯାଇକି ଆମେ କମ୍ପ୍ଲେନ୍ କରିଥିଲୁ ବିଡ଼ିଓଙ୍କୁ। ତାପରେ ଫଟୋ ଉଠେଇକି ଆସିକି କହିଲେ ଆମେ ତୁରନ୍ତ କାମ ଆରମ୍ଭ କରିବୁ। ତାପରେ ବି ପ୍ରତିଶ୍ରୁତି ଦେଇଗଲେ, କିଛି କାମ ବି କରୁନାହାନ୍ତି। ସେଇ ମାଧ୍ୟମରେ ଆମେ ମିଡ଼ିଆ ମାଧ୍ୟମରେ ଜଣାଉଛୁ ଯେ କେମିତି କାମଟା ଜଲ୍ଦି ହେଇପାରିବ। ବର୍ଷା ସିନି ଆସିଲେ ମାନେ ଆମର ଏମିତି ତ ଯାହାକି ଖାଇଥିଲା ନଦୀ, ଏବେ ଆହୁରି ଘର ପାଖ ପହଞ୍ଚିଯିବ। କାହିଁକିନା ବାଉଁଶ ଗଛ କି ଯାହା ଗଛ ଥିଲା, ମାଟିଟା ମାନେ ସେଭ୍ କରିକି ରଖୁଥିଲା। ଏବେ ଆଉ ସେଗୁଡ଼ା କିଛି ନାହିଁ। ବହୁତ ମାତ୍ରାରେ କ୍ଷତି ହେଇଗଲାଣି, ଆହୁରି ବି ଆଗକୁ ସମୟରେ ବହୁତ କ୍ଷତି ହେଇଯିବ।